ସାର୍ ମୁଁ ଗୋଟେ ବଡ଼ କଥା କହିବି ସାର୍ ଆପଣ ସବୁବେଳେ ନ୍ୟାୟ ପାଇଁ ଚାହାନ୍ତି ଅନ୍ୟମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତି ସାର୍ ଅନେକ କିଛି କମେଣ୍ଟ ମଧ୍ୟ କରିଥିଲେ ଆମେ ଦେଖିଥିଲୁ ଯେ ଆପଣ ଟଙ୍କା ଖାଇଛନ୍ତି ବୋଲି ତାଙ୍କୁ ସପୋର୍ଟ କରିବା ପାଇଁ କହୁଛନ୍ତି କିନ୍ତୁ ଆମେ ବାସ୍ତବିକ ଆପଣ କ'ଣ ଆମେ ଜାଣିଛୁ ସାର୍ ଏ କଥାକୁ କେମିତି କ'ଣ କହିବେ ଯେଉଁମାନେ ଜାଣିନାହାନ୍ତିନି ଭ୍ରମରେ ରହୁଛନ୍ତି ଯିଏକି ଆପଣଙ୍କୁ ଚିହ୍ନି ନାହାନ୍ତିନି ବାସ୍ତବରେ ସେ ପରିବାର ଯିଏକି ଦୁର୍ବଳ ହୋଇପଡ଼ିଛନ୍ତି ପୁଅ ଭାଙ୍ଗି ଯାଇଛି ତାଙ୍କ ଟଙ୍କାଟା ସମ୍ବଳ ନାହିଁ ଆପଣ କ'ଣ ତାଙ୍କଠୁ ସାର୍ ଟଙ୍କା ନେଇ ତାଙ୍କ କଥା କହୁଛନ୍ତି କି? ନାଇଁ ଆଜ୍ଞା ମୁଁ ଟଙ୍କାଟେ ସେ ଠିକ୍ ଅଛି ତାଙ୍କ ଆପଣଙ୍କ କଥା ଅନୁସାରେ ମୁଁ ଉତ୍ତର ରଖୁଛି ସେ ଯେଉଁ ରାହୁଲଙ୍କର ୱାଇଫଙ୍କର ମଉସା ଆସିଥିଲେ ମୋତେ ଲିଗାଲ୍ ଏକ୍ସପେନ୍ସେସ୍ ଏଇ ଯେଉଁ ସାର୍ଟିଫାଇଡ଼୍ କପି ଏବଂ ପାୱାର ଫାଇଲ୍ କରିବା ପାଇଁ 5,000 ଟଙ୍କା ଦେଇଥିଲେ। ବିକାଶ ବି ପ୍ରେଜେଣ୍ଟ ଥିଲେ। ଆଉ ତା ପର ମୁହୂର୍ତ୍ତରେ ଯେତେ ଥର ମୁଁ ସେ ବସିଛି ଡିସ୍କସନ୍ରେ ମୁଁ ମୋ ଟଙ୍କାଟିଏ ଫିସ୍ ନେଇନାହିଁ। ଆଉ ଆପଣ ଦେଖିପାରିବେ ରାହୁଲଙ୍କର ବାପା ବି ଅଲରେଡ଼ି ଡିସକ୍ଲୋଜ୍ କରିସାରିଛନ୍ତି। ମୁଁ ତାଙ୍କଠୁ ଟଙ୍କାଟି ଆଜ୍ଞା ଫିସ୍ ମାଗି ନାହିଁ ଏପର୍ଯ୍ୟନ୍ତ। ସିଏ ତାଙ୍କ ଭାବନାରେ ଗୋଟେ ପଶିଯାଇଛି ଯେ ହେଉଛି ମୁଁ କୁଆଡ଼େ ଯେହେତୁ ଏଡ଼େ ବଡ଼ କେସ୍ଟା ଆଉ ସେନ୍ସିଟିଭ୍ ମ୍ୟାଟର୍ ଏତେବେଳୁ ମୁଁ ଲକ୍ଷ ଲକ୍ଷ ଟଙ୍କା ଆଜ୍ଞା ପକାଇ ସାରିବିନି। ଆଉ ମୁଁ ଆଜ୍ଞା ଟଙ୍କାଟେ ନେଇ ନାହିଁ ଆଜ୍ଞା। ଆଉ ଯେଉଁମାନେ କହୁଛନ୍ତି ସଠିକ୍ ଭାବରେ ତର୍ଜମା କରନ୍ତୁ ଆଉ ଡକୁମେଣ୍ଟ ଦେଖାନ୍ତୁ। ଆଉ ଆମେ ତ ନେବୁ ଫିସ୍ ନେବୁନି କି ଆମେ ପୁଣି ପେଟ ପାଟଣା ଆମର ଅଛି କି ନାହିଁ ନା ଆମେ ଦୌड़ के जाएंगे ଚଲେଇଛ ଯାତ୍ରା ସୋସିଆଲ ମିଡ଼ିଆରେ ମାନେ ସେ ଆଉ ଗୋଟେ କଥା ମୁଁ ବି କ୍ଷମା ପ୍ରାର୍ଥନା କରୁଛି ସବୁ ମାଆମାନଙ୍କ ଭାଇମାନଙ୍କ ପାଖରେ ସୋସିଆଲ ମିଡ଼ିଆର ମୁଁ ଟିକେ ଯେତେବେଳେ 15-20 ଦିନ ତଳୁ ଏ ଘଟଣାଟା ଘଟିଲା ମୁଁ ଟିକେ ଏମିତି ତାପରେ ରାହୁଲଙ୍କ ମାଆ ବି ଏଠିକି ଆସିଥିଲେ ତାଙ୍କ ଭିଣେଇ ତାଙ୍କର ଜ୍ୱାଇଁ ତାଙ୍କ ଝିଅ ବି ଆସିଥିଲେ। ଆମେ ଏଠି କଥା ଆଉ ରାହୁଲଙ୍କ ମାଆଙ୍କୁ ଦେଖିଲା ବେଳକୁ ହାତଟା ଥୋଇଛନ୍ତି ସେଠି ଦୁଇଟା ଗୋଟେ ପିଲାକୁ ଗୋଟେ ଲୋକ ଯେତେବେଳେ ବାଡ଼େଇ ଦେବ ଗୋଟେ ବାଡ଼ିରେ ଯେତେବେଳେ ବାଡ଼େଇ ଦେବ ଦୁଇଟା ବ୍ଲାକ୍ ମାର୍କ ଆସିବ ନୋଳା ଭଳିଆ ଦାଗଟା। ମୁଁ ଥରେ ଦୁଇଥର ମାର୍କ କଲି। ମୁଁ ବିକାଶକୁ ପଚାରିଲି ମୁଁ କହିଲି କ'ଣଟା କିଛି ଏମିତି ନା ସାର୍ କହିବି। ମୁଁ ସେଠୁ ମାଆଙ୍କୁ ପଚାରିଦେଲି ମୁଁ କହିଲି ଡାଇରେକ୍ଟ ପଚାରିଦେବି ଆଉ କହିବାକୁ ଯିବ କାହିଁକି। ମୁଁ କହିଲି ମା କ'ଣ ହେଇଛି ଭେଁ ଭେଁ କାନ୍ଦିଲେ ଅଧୈର୍ଯ୍ୟ ଭାବରେ କାନ୍ଦିଲେ। ମୁଁ କହିଲି କ'ଣ ମୋ ପଛରେ ଭୁଲ ହେଇଗଲା କି? ସେଠୁ ବିକାଶ କଲେ ସାର୍ ମୁଁ ତ କହୁଛି କହିବି ବୋଲି ଆପଣ ପାରୁନୁ। ମୁଁ କହିଲି ମୋର ଇଚ୍ଛା ହେଲା ପଚାରିବା ପାଇଁ ଆମେ ତ ଜାଣିବା ନା ଏଇ ଯେଉଁ ବ୍ଲାକ୍ ଦାଗଟା ହେଇଛି ମାଡ଼ଟା ରୋଳା ମାଡ଼ଟା ହେଇଛି ସେଠି ଜୋର ମାଡ଼ଟା ନହେଲେ କଳା ଦାଗ ବାଜି ରହିବନି ଦୁଇଟା ପୁରା। ମୁଁ କହିଲି ସାଙ୍ଗେ ସାଙ୍ଗେ ପାଣି ଫାଣି ଦେଇକିରି ମୁଁ କହିଲି ସେନ୍ସ ଫେନ୍ସ ପୁଣି ପଳେଇବ ପୁଣି ବୟସ୍କ ଲୋକ ନା। ମୁଁ ଏଠୁ ବସିଲି ମୁହଁରେ ପାଣି ମାରିଦେଲି। ଗୋଟେ ବିଶଲ୍ୟକରଣୀ ଥିଲା ବି ଆମେ ମାରିଦେଲୁ। ମୁଁ ଟିକେ ବସନ୍ତୁ ନା ଆପଣ ଯେମିତି ଟିକେ ମୋତେ ବିଶଲ୍ୟକରଣୀ ମାରିଦେଲେ ମୋ ବୋହୂ ବି କେବେ ମୋ ଦେହ ହାତରେ ପାଦ ଟିକେ ବି ମୋଡ଼ି ଦେଇନି ଆଜ୍ଞା। ଆମେ ମଣିଷ ପରା ଆମେ ଓକିଲ ହେଲେ ବି ଆମର କିଛି ମାନବିକତା କିଛି ଅଛି କି ନାହିଁ? ମନା କରିଦିଅନ୍ତୁ ମାନବିକତା ନାହିଁ ଓ ଖାଲି ଓକିଲାତିକି ଆମେ କରିବୁ ପୌରୁଷ ପଣିଆ ଆମେ ଖାଲି କୋର୍ଟରେ ଦେଖେଇବୁ। ଆମର ଆଉ ହୃଦୟ ଭିତରେ ଚେତନା ଯେ ଆଉ କିଛି ନାହିଁ। କ'ଣଟା ପଇସା ଆମେ କେତେ ଖାଇଛୁ ଆଜ୍ଞା ଆପଣଙ୍କର ଖାଇଛୁ ପଚାରି ବୁଝୁନାହାନ୍ତି ଉପଯୁକ୍ତ ଭାବରେ ତର୍ଜମା କରୁନାହାନ୍ତି। ଆମେ ତ ଫିସ୍ ନେବୁ କିଛି ଅସୁବିଧା ନାହିଁ ଆମ ଲିଗାଲ୍ ଏକ୍ସପେନ୍ସେସ୍ ଆମେ ନେବୁ। ଆଉ ମୁଁ ଯେହେତୁ ସୋସିଆଲ ମିଡ଼ିଆରେ ଯେଉଁ 4-5 ଦିନ ତଳେ ଭାସ୍କର ଚ୍ୟାନେଲରେ କହିଦେଇଥିଲି ଟିକେ ରାଗିକି ସେଥିଲାଗି ସବୁ ଆମ ସୋସିଆଲ ମିଡ଼ିଆର ମା' ଏବଂ ଭଉଣୀମାନଙ୍କ ପାଖରେ ମୁଁ ମୋର କ୍ଷମା ପ୍ରାର୍ଥନା କରୁଛି। ଆଉ ଆପଣ କିଛିଟା ମା' ଅଛନ୍ତି ସୋସିଆଲ ମିଡ଼ିଆରେ ମୁଁ ଦେଖିଲି ଜଣେ ଭାଇଟି ଅଛନ୍ତି ସେ ପରେ ବୁଝିପାରିଲେ ଠିକ୍ କଥାଟା। ଆଉ କ'ଣ ତାଙ୍କ ନା ଆମର ବ୍ରହ୍ମପୁର ଭାଇ ମୋ ନାଇଁ ବ୍ରହ୍ମପୁର ଭାଇଟି ସେ ସୋସିଆଲ ମିଡ଼ିଆରେ
କମେଣ୍ଟ ଦେଇଥିଲେ ତାପରେ ଭୁଲ ବୁଝିଲେ ପରେ ଠିକ୍ ଜାଣିପାରିଲେ ଏବଂ ଆଉ ଜଣେ ଦୁଇ ଜଣ ମା କ'ଣ କରୁଛନ୍ତି ଆମେ ଟିକେ ଆପଣମାନେ ଟିକେ ଧୈର୍ଯ୍ୟ ଧରନ୍ତୁ ମା ମାନେ ତାପରେ କ'ଣ ଷ୍ଟୋରି ଆସୁଛି ଜଣେ ଯଦି ପରଦାଟା ଖୋଲି ଦେଇଛି ପରଦା ଭିତରେ ତ କିଛିଟା ଥିବ ତାକୁ ଟିକେ ତର୍ଜମା ଟିକେ ଅପେକ୍ଷା କରନ୍ତୁ ୱେଟ୍ କରନ୍ତୁ ଟିକେ ୱେଟ୍ ନ କରିକି ବ୍ୟାଡ୍ କମେଣ୍ଟ ଦିଅନ୍ତୁ କିଛି ଅସୁବିଧା ନାହିଁ କିନ୍ତୁ ବ୍ୟାଡ୍ କମେଣ୍ଟ ଦେବା ପୂର୍ବରୁ ଆପଣ ଯେତେବେଳେ ବ୍ୟାଡ୍ କମେଣ୍ଟଟା ଦେଉଛନ୍ତି ପର ମୁହୂର୍ତ୍ତରେ ଯେତେବେଳେ ଜାଣୁଛନ୍ତି ସତ୍ୟତାଟା ଜଣେ ଭାଇଙ୍କର ବି ମୁଁ ଦେଖୁଥିଲି ସେ ନିଜେ ବି ଲେଖିଛନ୍ତି ମୁଁ ସ୍କ୍ରିନଶଟ୍ ବି ରଖିଛି ଯେ ଯେଉଁ ରାହୁଲଙ୍କର ମାଆଙ୍କର କାନ୍ଦ ଦେଖିକି କୁମ୍ଭୀର କାନ୍ଦଣା ବୋଲି ମୁଁ ଲେଖିଥିଲି କିନ୍ତୁ ମୁଁ ଏବେ ମୋ ନିଜକୁ ଧିକ୍ ବୋଲି ମାନୁଛି ଏବଂ ମୁଁ ମାଆଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛି।